ହାଏ ହ୍ୟାଲୋ ସାଙ୍ଗମାନେ, ଆଶା କରୁଛି ଆପଣମାନେ ଭଲରେ ଥିବେ। ଆଜି ଆପଣମାନଙ୍କୁ କରି ଦେଖେଇବି ଆଜିର ବ୍ଲଗ୍ ପାଣିଆଖିଆ ମାଛ କିପରି ତରକାରୀ ହୁଏ। ଆଜି ହାଟକୁ ଯାଇଥିଲି ଆଉ ହାଟରୁ ଆଣିଥିଲି ପାଣିଆଖିଆ ମାଛ। ପ୍ରଥମେ ଧୋଇକି କଟା ହେଇକି ଧୁଆ ହେଲା। ଧୁଆ ହେଇକି ସେ ବର୍ତ୍ତମାନ ସୋରିଷ ତେଲରେ ଭଜା ହେଉଛି। ତାପରେ ଏକରେ ପରିବା କଟା ହେଉଛି, ଆଳୁ, କୋବି, ସାରୁ ସବୁ ପଡ଼ିକି ଗୋଟେ ତରକାରୀ ହେବ ପାଣିଆଖିଆ ମାଛ ସହିତ। ଆଳୁ ହେଇକି ଧୁଆ ହେଇକି ବର୍ତ୍ତମାନ ଭଜା ହେଉଛି ତେଲରେ। ପୁଣି ଆଳୁ, କୋବି, ସାରୁ ଭଲ ଭାବରେ ଭଜା ହେବ। ଦେଖନ୍ତୁ ବୋଉ ଆମର ତରକାରୀ କରୁଛନ୍ତି ଆଉ ଭାଜୁଛନ୍ତି। ସବୁ ଯେତେ ଥିଲା ପରିବା ସବୁ ପଡ଼ିଲା ଏକାଥରେ, ଆଉ ସେ ବର୍ତ୍ତମାନ ଭଜା ହେଲା, ଭଜା ହେଉଛି। ଆଉ ଅଦା ରସୁଣ ପିଆଜ କଟା ହେଇକି ଅଛି, ବଟା ହେବ। ତାପରେ ଏ ମାଛ ଭଜା ସରିଗଲାଣି, କୋବି ଆଉ ବାଟଣ ବଟା ସରିଗଲାଣି, ଆଉ ମାଛ ଭଜା ବି ସରିଯାଇଛି। ଗୋଟେ ଭଜା ସରିଯାଇଛି। ଆଉ ବର୍ତ୍ତମାନ କଡ଼େଇ ବସିଲା, କଡ଼େଇରେ ତେଲ ପଡ଼ିଲା, ଆବଶ୍ୟକ ଅନୁସାରେ ତେଲ ପଡ଼ିଲା। ତାପରେ ଅଦା ରସୁଣ ପିଆଜ ଯେଉଁ ଗ୍ରାଇଣ୍ଡିଙ୍ଗ ହେଇଥିଲା ପଡ଼ିଲା। ତାପରେ ହଳଦୀ ପଡ଼ିଲା, ତାପରେ ଲଙ୍କା ଗୁଣ୍ଡ ପଡ଼ିଲା, ତାପରେ ଚିକେନ ମସଲା ପଡ଼ିଲା। ତାକୁ ଭଲ ଭାବରେ ଗୋଳା ହେଲା। କିଛି ସମୟ ତାକୁ କଷିଦେବା। ତାପରେ ସ୍ୱାଦ ଅନୁସାରେ ଲୁଣ ପଡ଼ିଲା। ଲୁଣ ପଡ଼ି ଟିକେ ସମୟ କଷା ହେଲା। ବର୍ତ୍ତମାନ କଷା ହେବ କିଛି ସମୟ। ତାପରେ କଷା ହେଇକି ହାଲକା ପାଣି ଦିଆହେବ। କଷା ଚାଲିଲା, ଦେଖନ୍ତୁ। କଷା ହେଉଛି, ଅଳ୍ପ ସମୟ ଭିତରେ କଷା ହେଇକି ବାଟଣ କଷା ହେଇଯିବ। ବର୍ତ୍ତମାନ ଅଳ୍ପ ପାଣି ଦିଆହେଲା, ତା ଦେହରେ ସେଟା ଟିକେ ସିଝିବ ବାଟଣଟା। ତାପରେ ବାଟଣ କଷା ହେଲା ପରେ, କଷା ହେଇଗଲାଣି, ତା ଦେହରେ ସବୁ ପରିବା ପଡ଼ିଲା। ଆଳୁ, କୋବି, ସାରୁ ଯେଉଁ ଭଜା ହେଇକି ଥିଲା ତା ପଡ଼ିଲା। ତାପରେ ଦେଖନ୍ତୁ ଗରମ ପାଣି ବସିଛି, ଦିଆହେବ ତରକାରୀରେ। ପଡ଼ିକି ବର୍ତ୍ତମାନ କଷା ହେଲା, କଷା ହେଉଛି, ଦେଖନ୍ତୁ। କଷା ହେଲା, କଷା ଚାଲିବ ବର୍ତ୍ତମାନ କିଛି ସମୟ, 5 ମିନିଟ୍। ତାପରେ କଷା ଚାଲିଲା, ତାପରେ କଷା ହେଲା ପରେ ବର୍ତ୍ତମାନ ତା ଦେହରେ ପାଣି ଦିଆହେଲା। ପାଣି ଦିଆ ହେଇକି ବସା ହେଲା। ତାପରେ ତରକାରୀ ଫୁଟି ଆସିଲାଣି। ତାପରେ ତା ଦେହରେ ମାଛ ପଡ଼ିଲା। ଆଉ କିଛି ସମୟ ଭିତରେ ରେଡ଼ି ହେଇଯିବ ପାଣିଆଖିଆ ମାଛ ତରକାରୀ। ଆପଣମାନେ ଘରେ ବନେଇ ଖାଆନ୍ତୁ, ବହୁତ ଟେଷ୍ଟ ଲାଗିବ। ମୋ ଭିଡ଼ିଓଟି କେମିତି ଲାଗିଲା ଦୟାକରି କମେଣ୍ଟ ମାଧ୍ୟମରେ ଜଣାଇବେ ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ମୋ ଭିଡ଼ିଓଟି ଦେଖିଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ।